ଚାଣକ୍ୟ ନୀତି ଅନୁସାରେ ଏଭଳି କରନ୍ତୁ, ଶୀଘ୍ର ହୋଇଯିବେ ଧନୀ। ଚାଣକ୍ୟ କହୁଛନ୍ତି, ଆପଣ ଯେତିକି ଟଙ୍କା ଆବଶ୍ୟକ କରନ୍ତି ଖର୍ଚ୍ଚ କରନ୍ତୁ, ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ, ନଚେତ୍ ଆପଣ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବେ ନାହିଁ। ଯଦି ଆମେ ଟଙ୍କା ରୋଜଗାର କରିବାକୁ କିମ୍ବା ଧନୀ ହେବାକୁ ଚାହୁଁ, ତେବେ କମ୍ ଖର୍ଚ୍ଚ ଏବଂ ଅଧିକ ସଞ୍ଚୟ ଉପରେ ଧ୍ୟାନ ଦେବା ଉଚିତ। ଦ୍ୱିତୀୟରେ, ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ। ଟଙ୍କା ଖର୍ଚ୍ଚ କରିବା ସମୟରେ ଆପଣ ଯେତେ ଥର ଚିନ୍ତା କରନ୍ତି ନା କାହିଁକି, ଯଦି ଆପଣ ସଠିକ୍ ଚିନ୍ତା ନ କରି ବିନିଯୋଗ କରନ୍ତି, ତେବେ ଆପଣ ଟଙ୍କା ହରାଇବେ। ଏହା ବ୍ୟତୀତ ଆପଣ ସମସ୍ତ ଧାରଣା ଜାଣିବା ଉଚିତ ଏବଂ ଆପଣ ସେଥିରେ କେତେ ଲାଭ ପାଇବେ, ବିନିଯୋଗ କରିବେ ତାହା ଦେଖିବା ଉଚିତ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଯେତେବେଳେ ଆମ ପାଖରେ ଟଙ୍କା ଥାଏ, ସେତେବେଳେ ଆମେ କରୁଥିବା ନିବେଶ ଅସୁବିଧା ସମୟରେ ସହାୟକ ହେବ। ତୃତୀୟରେ, ଚାଣକ୍ୟଙ୍କ ଦର୍ଶନ ଅନୁଯାୟୀ ଆମେ ସର୍ବଦା ଲୋଭରୁ ମୁକ୍ତ ହେବା ଉଚିତ। ଯଦି ଅତ୍ୟଧିକ ଲୋଭ ଅଛି, ତେବେ ଜଣେ ବ୍ୟକ୍ତି ନିଜର ଟଙ୍କା ମଧ୍ୟ ହରାଇପାରେ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦେଖା ଦେଇଥାଏ।